କଥାରେ ଅଛି ଛୋଟ ସାପର ବେଶୀ ବିଷ। ଆମ ଘରେ ବି ଅଛି ଗୋଟେ ଟିକି ମଣିଷ। ଆଜି ସକାଳୁ ସକାଳୁ ଦୌଡ଼ିକି ଖେଳିଲା ବେଳେ କବାଟରେ ବାଡ଼େଇ ଛିଡ଼ି ଯାଇଛି ଟିକେ ତ ଜଙ୍ଘ। ବହୁତ ବୁଝେଇ ସାରିଲା ପରେ କାନ୍ଦି କାନ୍ଦି ବାଡ଼ିଟା ଧରି ଶୋଇଛି। ଆଉ ହଁ, କବାଟକୁ ୱାର୍ଣ୍ଣିଂ ବି ଦେଇଛି। ଆଉ ଥରେ ଯଦି କବାଟ ମୋ ଗୋଡ଼ରେ ବାଜିବ ପିଟି ଫଟେଇ ଦେବି ତ ଜଙ୍ଘ। ବର୍ଷା ପାଗ ଦେଖି ବାବାଙ୍କୁ କହିଲି, ବାବା ଆପଣ ତ ବାହାରକୁ ଯାଉଛନ୍ତି, ଆସିଲା ବେଳେ ଟିକେ ଜଳଖିଆ ନେଇକି ଆସିବେ। ସକାଳ ଯାଇକି ଆସି ଦିନ 10ଟା ବାଜିଲାଣି, ବାବାଙ୍କର କଣ ଆଉ ଦର୍ଶନ ମିଳିଲା? ବାତ୍ୟା ଭୟ ନାହିଁ ବୋଲି ଘନ ଘନ ନ୍ୟୁଜ୍ କହୁଛି, ହେଲେ ମାଙ୍କ ମନ କଣ ବୁଝୁଛି? ଯେମିତି ସପ୍ତାହ ଯାଏ କରେଣ୍ଟ ରହିବନି। ଲୁଗା ସଫା, ବାଥରୁମରେ ଡ୍ରମ୍ ଭିତରେ ପାଣି ଭର୍ତ୍ତି, ଆଉ ଘରେ ଯେତିକି ବଟଲ ଆଉ ହାଣ୍ଡି ଅଛି ସଫା ସଫା କରି ମତେ କହିଲେ ଏଇ ସବୁଥିରେ ପାଣି ଭର୍ତ୍ତି କରି ତୁ ଆଗର, କାଳେ ପବନରେ ସଜନା ଗଛଟା ଭାଙ୍ଗିଯିବ, ସେଥିପାଇଁ ନେଇ ଆସିଲି ମୁଠା ସଜନା ଶାଗ। ଖାଇବା ଖାଇ ଆଜି ବେଳାବେଳି ଯାଇଥିଲି ଶୋଇ। ଉଠିକି ଦେଖିଲା ବେଳକୁ ଥାକରେ ଗୋଟେ ଝୁରଝୁରି ବାଣ ଥୁଆ ହେଇଛି। ତାକୁ ଟିକେ ଲଗେଇ ବୋଲି ଭାବିଲି। ସତ କଥା ସମସ୍ତେ ସତରେ କହନ୍ତି, ମୋ ଦ୍ୱାରା ଶାଗ ବି ସିଝିବନି। ଦେଖୁନି ଏ ଝୁରଝୁରି ବାଣଟା କଣ ବିନ୍ଦାସରେ ମୋ ଝିଅ ଗୋଟାଏ ପରେ ଗୋଟେ ବାଣ ଲଗେଇ ରୋଷେଇ କରିବାକୁ ଇଚ୍ଛା ନଥିଲା ବୋଲି ଆମର ଖାଇବାଟା ଆଜି ବାହାରୁ ଆସିଲା। ପାର୍ସଲ ତ ନିଜେ ଉଠେଇ ପାରୁନି, ଜବରଦସ୍ତ ଉଠେଇ ନଉନ ପୁଣି କବାଟରେ ବାଡେଇକି ମୁଣ୍ଡଟା ଫୁଟେଇଲା। ମୋ ଛୁଆଟା ପାଇଁ ବହୁତ ଖରାପ ଥିଲା। ସକାଳରୁ ରାତି ଯାଇ କାନ୍ଦି କାନ୍ଦିକି ଆଜି ତା ଦିନଟା ଗଲା। ତାକୁ ବୁଝେଇ ସାଜି ଯାଇ ମୁଁ କହିଲି, ଧନ ଚାଲ ପାର୍ସଲ ଟିକେ ଖୋଲିବା। ସାଙ୍ଗମାନେ ଏଇଠି ରହିଲି। ଯଦି ଭିଡିଓଟି ଆପଣ ମାନଙ୍କୁ ଭଲ ଲାଗିଲା ତେବେ ଫଲୋ କରିବାକୁ ଜମା ବି ଭୁଲିବେନି। ଜୟ ଜଗନ୍ନାଥ।